ହ୍ୟାଲୋ ଏଭ୍ରିୱାନ୍, ଜୟ ଜଗନ୍ନାଥ। ମୁଁ ସ୍ୱାଗତ କରୁଛି ମୋର ଏଇ ଲର୍ନ ଓଡ଼ିଆ ୟୁଟ୍ୟୁବ୍ ଚ୍ୟାନେଲକୁ। ତ ଆଜି ଆମେ ଆଲୋଚନା କରିବା ବାକ୍ୟର ଲକ୍ଷଣ, ବାକ୍ୟର ପ୍ରକାରଭେଦ ଗୁଡ଼ିକ କ'ଣ କ'ଣ ସେଗୁଡ଼ିକ ସବୁ ଆମେ ଆଲୋଚନା କରିବା। ଆଉ ଯଦି ଚ୍ୟାନେଲରେ ନୂଆ ଥିବେ ତାହେଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲିବେନି। ତ ଏବେ ଆମେ ଆରମ୍ଭ କରିବା। ବାକ୍ୟ କ'ଣ? ଆମର ଗୋଟେ ପ୍ରବାଦ ଅଛି, କହି ଜାଣିଲେ କଥା ସୁନ୍ଦର, ବାନ୍ଧି ଜାଣିଲେ ମଥା ସୁନ୍ଦର। ମାନେ ବାନ୍ଧିବା ଜାଣିଥିଲେ ମଥାଟି ଆମର ସୁନ୍ଦର ଦେଖାଯାଏ। ଯେ ତୁମେ ସୁନ୍ଦର ଭାବରେ ବିଭିନ୍ନ ପ୍ରକାର ଚୁଟିରେ ବିଭିନ୍ନ ପ୍ରକାର ସାଜସଜ୍ଜା କରିପାରିବ, ତାହେଲେ ତମ ମୁହଁଟା ସେଟା ମାନିବ। ସେମିତି କଥାରେ ଯଦି ତମେ ବିଭିନ୍ନ ପ୍ରକାର ଢଙ୍ଗ ଜାଣିଥିବ, ଆଉ ଯଦି ତମର ଯୋଗାଯୋଗର ମାଧ୍ୟମ ଭଲ ଥିବ, ମାନେ କଥା ତମେ ଭଲ କହିପାରୁଥିବ, ତାହେଲେ ତମେ ସବୁ ଲୋକଙ୍କ ପାଖରେ ତମେ କ'ଣ ହବ? ଆଦୃତ ହବ, ପସନ୍ଦର ଯୋଗ୍ୟ ହବ। ସେଥିପାଇଁ ଆମର ବାକ୍ୟ ନିହାତି ଦରକାର ଆମ ଜୀବନରେ। ତ ବାକ୍ୟର ସଂଜ୍ଞାଟିକୁ ଆମେ ଜାଣିବା। ବାକ୍ୟ କାହାକୁ କୁହାଯାଏ? ଏକ ବା ଏକାଧିକ ପଦ ମିଳିତ ହୋଇ ମନର ଭାବକୁ ସମ୍ପୂର୍ଣ୍ଣ ରୂପେ ପ୍ରକାଶ କଲେ ତାହାକୁ ଆମେ ବାକ୍ୟ ବୋଲି କହିବା। ଏକ ବା ଏକାଧିକ ପଦ ମିଳିତ ହେବ, ତ ତାକୁ ମିଳିତ କରିକିରି ଯଦି ମନର ଭାବକୁ ସମ୍ପୂର୍ଣ୍ଣ ରୂପେ ପ୍ରକାଶ କରିବ, ସେଥିରେ ସେ ଭାବଟି ଅର୍ଥଯୁକ୍ତ ହେଇଥିବା ଦରକାର। ତ ଯଦି ହେଇଥିବ ତାହେଲେ ତାକୁ ଆମେ କ'ଣ କହିବା? ବାକ୍ୟ ବୋଲି କହିବା। ତ ବାକ୍ୟର ଆମର ଲକ୍ଷଣ ଅଛି, କେତୋଟି ଲକ୍ଷଣ ଅଛି। ସେ ଲକ୍ଷଣ ଉପରେ ଆମେ ଆଲୋଚନା କରିବା। ପ୍ରଥମ ହେଉଛି ଯୋଗ୍ୟତା। ଯୋଗ୍ୟତା କ'ଣ? ବାଳକଟି ଉଡୁଅଛି, ଛେଳିଟି ଗୀତ ଗାଉଛି, ଯୋଉ ଗଛଟି ପାଣିରେ ଗରଜିଲା, ଇଏ ତା ଯୋଗ୍ୟତା ସବୁ ହରେଇଛି। ବାଳକଟି କେବେ ଉଡି ପାରିବନି, ଛେଳି ଗୀତ ଗାଇବାକୁ ଯୋଗ୍ୟ ନୁହେଁ, ଗଛଟି ପାଣିରେ ଜଳିଗଲା, ତ ଗଛଟି କ'ଣ ନିଆଁରେ ଜଳେ, ତ ଇଏ ସବୁ ଯୋଗ୍ୟ ନୁହେଁ। ତ ଇଏ ହଉଛି କ'ଣ? ଯୋଗ୍ୟତା ଇ ତାର ହରେଇଛି। ତ ଯଦି ଲେଖା ହେଇଥାନ୍ତା ବାଳକଟି ଦୌଡୁଛି, ସବିତା ଗୀତ ଗାଉଅଛି, ଗଛଟି ନିଆଁରେ ପୋଡିଗଲା, ଇଏ ସବୁ ହଉଛି ଗୋଟେ ଗୋଟେ ଯୋଗ୍ୟତା। ତ ଯୋଗ୍ୟତାର ସଂଜ୍ଞା କ'ଣ ଟିକେ ଜାଣିବା। ବାକ୍ୟରେ ବ୍ୟବହାର କରାଯାଇଥିବା ପଦଗୁଡ଼ିକର ପାରସ୍ପରିକ ସମ୍ବନ୍ଧକୁ ଆମେ ଯୋଗ୍ୟତା ବୋଲି କହିଥାଉ। ତାପରେ ଆସିଲେ ଆକାଂକ୍ଷା। ଆକାଂକ୍ଷା ମାନେ କ'ଣ? ଆକାଂକ୍ଷା ହେଉଛି ବାକ୍ୟରେ ଥିବା ଗୋଟିଏ ପଦ ଅନ୍ୟ ପଦ ଗୁଡ଼ିକର ଅର୍ଥବୋଧକ ପାଇଁ ଅପେକ୍ଷା କଲେ ତାକୁ ଆମେ ଆକାଂକ୍ଷା କହିବା। ଯୋଉଠି ଅପେକ୍ଷା କରାଯିବ ତାକୁ କ'ଣ କୁହାଯିବ? ଆକାଂକ୍ଷା। ଯଦି ତମର ଯେତେବେଳେ ଲଙ୍ଗ କ୍ୱେଶ୍ଚନ ପଡିବ ନା ପିଲାମାନେ, ଯଦି ଯୋଉମାନେ ସବୁ ଏଇସି ଯାହାର ଅଛି କି ବାକ୍ୟ ଯାହାର ଅଛି ଲଙ୍ଗ କ୍ୱେଶ୍ଚନ ପଡୁଛି, ସେମାନେ କ'ଣ କରିବ ନା, ପ୍ରଥମେ ଦେଖ ଯୋଉ ଭଳିଆ ଲେଖା ହେଇଛି ସେଇ ଭଳିଆ କ'ଣ କରିବ, ତମେ ତମର ଲଙ୍ଗ କ୍ୱେଶ୍ଚନ ଯେତେବେଳେ ନୋଟ ବନେଇବ ସେଇ ଭଳିଆ ଲେଖିବ। ତ ପ୍ରଥମେ ଲେଖିଲ କ'ଣ? ମଦନ ସହିତ, ମାନେ ତାକୁ କିଛିଟା ଛାଡିକିରି ଲେଖିବ, ବାକ୍ୟଟି ପୂର୍ଣ୍ଣ ନୁହେଁ, ଏମିତି ଲେଖା ହେଇଥିବ, ଏତିକି ଲେଖିକିରି ଛାଡି ଦେଇଥିବେ। ରବିବାର ଦିନ, ନା କ'ଣ ଏଠି ଅପେକ୍ଷା ରଖୁଛି, ଆଉ କିଛି କଥା କହିଲେ ଯାଇକିରି ବାକ୍ୟଟି ସମ୍ପୂର୍ଣ୍ଣ ହେବ। ତାହେଲେ କ'ଣ ହେଲା? ଇଏ ହଉଛି ଆକାଂକ୍ଷା। ଯଦି ୟାକୁ ପୂର୍ଣ୍ଣତା ହିସାବରେ ଆମେ ନବା, ମଦନ ସହିତ ତାଙ୍କ ବାପା ଆସିବେ, ରବିବାର ଦିନ ଚପଳା ଭୁବନେଶ୍ୱର ଯିବ, ଏଗୁଡାକ ସବୁ ହଉଛି ଆକାଂକ୍ଷା। ନେକ୍ସଟ ହଉଛି ଆସକ୍ତି। ଆସକ୍ତି କ'ଣ? ଆସକ୍ତିର ସଂଜ୍ଞା କ'ଣ? ବାକ୍ୟରେ ଥିବା ପଦ ଯୋଜନା ବା ସୌନ୍ଦର୍ଯ୍ୟ ହେଉଛି ଆସକ୍ତି। ଏହା ଦ୍ୱାରା କାହା ପରେ କେଉଁ ପଦ ରହିଲେ ତାହା ବାକ୍ୟର ଭାବକୁ ସ୍ପଷ୍ଟ ଭାବରେ ପ୍ରକାଶ କରିବ ତାହା ବୁଝାଯାଏ। ଆସକ୍ତିକୁ ମଧ୍ୟ ପଦ ବିନ୍ୟାସ କୁହାଯାଏ। ଆସକ୍ତି ଆମର ଯଦି ଥିବ, ଆମେ କାହା ପରେ କ'ଣ, ଯେମିତିକି ମୁଁ କହିବି ରାମ ବଜାରକୁ ଗଲା, ମୁଁ ଯଦି ତାକୁ ଓଲଟ ପାଲଟିକିରି କରିବି, ଗଲା ରାମ, ଏମିତି କିଛି ବି ମୁଁ ପଦ ତାଥିରେ କିଛି ଗୋଟେ ଶବ୍ଦ ଆଡ୍ କରିଦେବି, ତ ସେଇଟା ଗୋଟିଏ କ'ଣ ଭଲ ଭାବକୁ ପ୍ରକାଶ କରିବ କି? ପ୍ରକାଶ କରିବନି। ତ ଆମକୁ କ'ଣ କରିବାକୁ ପଡିବ? ପ୍ରଥମେ ଦେଖିବା ଆସକ୍ତି କ'ଣ ଓଲଟ ପାଲଟ ହେଇକିରି ଅଛି। ହୋଇ ହେଲେ ପ୍ରାପ୍ତ ଗୌତମ ବୁଦ୍ଧତ୍ୱ ଗୌତମ ତପସିଦ୍ଧ, ଉଭୟ ଏମିସି ଛବି ଓ ବନ୍ଦନା ଆଙ୍କିଛନ୍ତି ଚନ୍ଦନା। ଏଗୁଡ଼ିକ ଗୋଟେ ଗୋଟେ ବାକ୍ୟର ପଦବାଚ୍ୟ ନୁହେଁ, କାହିଁକି ନା କାହା ପରେ କୋଉ ଶବ୍ଦ ରହିବ ତାର ସଂଯୋଜନା କରାଯାଇ ନାହିଁ। ତ ଯଦି ଲେଖା ହେଇଥାନ୍ତା ଗୌତମ ତପସିଦ୍ଧ ହୋଇ ବୁଦ୍ଧତ୍ୱ ପ୍ରାପ୍ତ ହେଲେ, ଚନ୍ଦନା ଓ ବନ୍ଦନା ଉଭୟ ମିଶି
ଏ ଛବି ଆଙ୍କିଛନ୍ତି, ଏହା ଗୋଟିଏ ହେଉଛି କଣ ବାକ୍ୟ। କିନ୍ତୁ ଆର ସବୁ କଣ କରା ପଡୁନି, ଅର୍ଥ ବୁଝା ପଡୁନି। ଆର ଅର୍ଥ ବୁଝା ପଡୁନଥିବାରୁ ଆକୁ ଆମେ କଣ କହିଥାଉ, ଆସକ୍ତି ବୋଲି କହିଥାଉ। ତାପରେ ଆଉ କିଛିଟା ଜାଣିଯିବା, ବାକ୍ୟାଂଶ କାହାକୁ କୁହାଯାଏ। ବାକ୍ୟାଂଶ ବାକ୍ୟରେ ବୁଝା ପଡୁଥିବା ନିର୍ଦ୍ଦିଷ୍ଟ ଅଂଶକୁ ବା ନିର୍ଦ୍ଦିଷ୍ଟ କେତୋଟି ପଦ ସଂଗତିକୁ ଆମେ ବାକ୍ୟାଂଶ ବୋଲି କହିବା। ବାକ୍ୟର ଅଂଶ ଯେମିତିକି ହରିହର କଥା ଶୁଣି ମା ସେତିକି ରହିଯାଇଛି, ତ ଘଣ୍ଟା ବାଜିଲା ଅଥଚ ପିଲାମାନେ ରହିଲା। ଏଥିରେ କଣ ହେଇଛି, ସମ୍ପୂର୍ଣ୍ଣ ହେଇନି, ବାକ୍ୟଟି ଅଧା ହେଇକିରି ରହିଯାଇଛି। କିନ୍ତୁ ଯଦି ମୁଁ ଲେଖିଥାନ୍ତି ହରିହର କଥା ଶୁଣି ମା ଆଶ୍ଚର୍ଯ୍ୟ ହେଲେ, ଘଣ୍ଟା ବାଜିଲା ପିଲାମାନେ ଶ୍ରେଣୀକୁ ଆସିଲେ ନାହିଁ, ଇଏ ଗୋଟିଏ ଗୋଟିଏ ସାର୍ଥକ ବାକ୍ୟ। କିନ୍ତୁ ଇଏ ହଉଛି ବାକ୍ୟାଂଶ, ଗୋଟେ ବାକ୍ୟର ଅଂଶ। ବୁଝିପାରିଲ। ଖଣ୍ଡ ବାକ୍ୟ କାହାକୁ କୁହାଯାଏ। ସମସ୍ତ ବାକ୍ୟର ସମାପିକା କ୍ରିୟା ଯୁକ୍ତ ଅଂଶଟିକୁ ଆମେ ବାକ୍ୟାଂଶ ଯୋଉ ଖଣ୍ଡ ବାକ୍ୟ ବୋଲି କହିଥାଉ। ସମସ୍ତ ବାକ୍ୟର ସମାପିକା କ୍ରିୟା ଯୁକ୍ତ ଅଂଶକୁ, ସମାପିକା କ୍ରିୟା ଯୁକ୍ତ ଅଂଶକୁ କଣ, ଯୋଉମାନେ ବୃଥାରେ ସମୟ କାଟନ୍ତି ଅଧା ରହିଲା, କିଏ ପ୍ରଥମ ହେବ ଅଧା ରହିଲା, ଏଇଗୁଡାକ ହଉଛି ଯେଉଁମାନେ। ଯେଉଁମାନେ ହଉଛି କଣ, କର୍ତ୍ତା। କଟାନ୍ତି, କଟାନ୍ତି ହଉଛି କ୍ରିୟାପଦ। ତାପରେ ସେମିତି କିଏ, କିଏ ପ୍ରଥମ ହେବ, କିଏ, କିଏ ହଉଛି କର୍ତ୍ତା, ହେବ ହେଉଛି କ୍ରିୟା। ତ ଦୁଇଟି ବାକ୍ୟରେ କର୍ତ୍ତା ଆଉ କ୍ରିୟା ଥାଇକିରି ମନୋଭାବ ସମ୍ପୂର୍ଣ୍ଣ ରୂପେ ପ୍ରକାଶ ପାଇପାରୁ ନାହିଁ, ସେଥିପାଇଁ ଇଏ ଗୋଟିଏ କଣ, ଖଣ୍ଡ ବାକ୍ୟ। ନେକ୍ସଟ ଦେଖିବା ବାକ୍ୟର ପ୍ରକାର ଭେଦ, ଯୋଉଟା କି ତମ ପାଇଁ ଅତି ଜରୁରୀ। ପ୍ରକାର ଭେଦକୁ ସାଧାରଣତଃ ଆମେ ଦୁଇ ଭାଗରେ ବିଭକ୍ତ କରିଥାଉ। ଗୋଟିଏ ହେଲା ଗଠନଗତ ପ୍ରକାର ଭେଦ, ଆଉ ଗୋଟେ ହେଲା ପ୍ରକାର୍ଯ୍ୟଗତ ପ୍ରକାର ଭେଦ। ଗଠନଗତ ପ୍ରକାର ଭେଦ ସାଧାରଣତଃ ଚାରି ପ୍ରକାର: ସରଳ ବାକ୍ୟ, ଯୌଗିକ ବାକ୍ୟ, ଜଟିଳ ବାକ୍ୟ ଆଉ ମିଶ୍ର ବାକ୍ୟ। ପ୍ରକାର୍ଯ୍ୟଗତ ବାକ୍ୟ କଣ, ବିବୃତି ସୂଚକ, ଆଦେଶ ଅନୁରୋଧ ସୂଚକ, ପ୍ରଶ୍ନ ସୂଚକ ବାକ୍ୟ, ବିସ୍ମୟ ସୂଚକ ବାକ୍ୟ, ନାସ୍ତି ସୂଚକ ବାକ୍ୟ। ତ ପ୍ରଥମେ ଆମେ ଜାଣିବା ସରଳ ବାକ୍ୟ କାହାକୁ କୁହାଯାଏ। ଗୋଟିଏ ମାତ୍ର ସମାପିକା କ୍ରିୟା ଥିବା ବାକ୍ୟକୁ ଆମେ ସରଳ ବାକ୍ୟ ବୋଲି କହିବା। ତାଥିରେ ଗୋଟିଏ ମାତ୍ର ସମାପିକା କ୍ରିୟା ଥିବ। ସମାପିକା କ୍ରିୟା କଣ, ଯୋଉଟି ହଉଛି ସମ୍ପୂର୍ଣ୍ଣତା ସୂଚିତ କରୁଥିବ, ବାକ୍ୟକୁ ସମ୍ପୂର୍ଣ୍ଣ କରୁଥିବ, ତାକୁ ଆମେ କଣ କହିବା, ସମାପିକା କ୍ରିୟା। ଗୋବର୍ଦ୍ଧନ ଦରିଦ୍ର ମାନଙ୍କର ସେବା କରନ୍ତି, ନମିତା ତାଙ୍କ ଘର ଲୋକଙ୍କୁ ଭଲ ପାଆନ୍ତି। ଦେଖ, ଏଠି ଗୋଟିଏ ମାତ୍ର ସମାପିକା କ୍ରିୟା, ଗୋଟିଏ ସମାପ୍ତି ଥିବ, ସେବା କରନ୍ତି, ଭଲ ପାଆନ୍ତି, ଏଗୁଡିକ ସବୁ ଗୋଟେ ଗୋଟେ କଣ, ସମାପିକା କ୍ରିୟା। ଇଏ ଦିଟା ହଉଛି ସମାପିକା କ୍ରିୟା। ତ ପ୍ରଣବ ଜଣେ ଶିଳ୍ପୀ, ଆମ ସାହିତ୍ୟ ଶିକ୍ଷକ ଜଣେ ଜ୍ଞାନୀ ବ୍ୟକ୍ତି, ଇଏ ହଉଛି ଶିଳ୍ପୀ ଆଉ ଜ୍ଞାନୀ ବ୍ୟକ୍ତି, ଏଗୁଡାକ ସବୁ କଣ, ବାକ୍ୟ ଦ୍ୱୟରେ ଉହ୍ୟ ରହିଛି। ଏଇଟା ହଉଛି ଉହ୍ୟ ରହିଛି, ମାନେ କଣ, ଶିଳ୍ପୀ ଅଟନ୍ତି କି ଜ୍ଞାନୀ ବ୍ୟକ୍ତି ଅଟନ୍ତି। ଉହ୍ୟ ରହିଛି ମାନେ ଲୁଚିକି ରହିଛି। ତ ଏ ସ୍ଥଳରେ କଣ ହବ, ଶିଳ୍ପୀ ଆଉ ଜ୍ଞାନୀ ବ୍ୟକ୍ତି ହବ କଣ, ଆମର ସରଳ ବାକ୍ୟ। ସେମିତି ଯୌଗିକ ବାକ୍ୟ କଣ ଦେଖିବା। ଯୌଗିକ ବାକ୍ୟ ହଉଛି ପରସ୍ପର ନିର୍ଭରଶୀଳ ଦୁଇ ବା ତତୋଧିକ ସରଳ ବାକ୍ୟର ସମାହାରରେ ଯେଉଁ ବାକ୍ୟ ଗଠିତ ହୋଇଥାଏ, ତାହାକୁ ଆମେ ଯୌଗିକ ବାକ୍ୟ କହିବା। ତାହେଲେ ଆମେ ଜାଣିବା କଣ, ତା ପାଖରେ ସେଠି କଣ ଥିବ, ବହୁତ ସମାପିକା କ୍ରିୟା ଥିବ। ଦେଖିବା କେତୋଟି ସମାପିକା କ୍ରିୟା ଅଛି। ପବିତ୍ର ପହଞ୍ଚିଲା, ସୁଷମା ଆସିଲା, ଉଭୟ ମିଶି ପାଠ ପଢିଲେ। ଏଠି ଦେଖ ପିଲାମାନେ, ପଢିଲେ, ଆସିଲା, ପହଞ୍ଚିଲା, ଇଏ ସବୁ କଣ, ଗୋଟେ ଗୋଟେ ସମାପିକା କ୍ରିୟା। ତ ଏଠି ଏକ ରୁ ଏକାଧିକ, ଦୁଇରୁ ତତୋଧିକ ସମାପିକା କ୍ରିୟା ଅଛି। ତା ସହିତ ଏଠି ଓ ଲାଗିଛି। କଣ ଲାଗିଛି, ଓ, ଯୋଉଠି ଓ ମାତ୍ର କିନ୍ତୁ ଉଭୟ ଅବ୍ୟୟ ପଦ ଦ୍ଵାରା ବାକ୍ୟଟିକୁ ଗଠନ କରାଯିବ। ଏଗୁଡିକ କେଉଁ ଅବ୍ୟୟ, ସଂଯୋଜକ ଅବ୍ୟୟ। ସଂଯୋଜକ ଅବ୍ୟୟ ମୁଁ ପଢେଇଥିଲି ତମକୁ, ଦେଖିଦବ ଟିକେ ଭିଡିଓରେ, ପୂର୍ବ ଭିଡିଓରେ ଅଛି। ବିଶେଷ୍ୟ ବିଶେଷଣ ସର୍ବନାମ ଅବ୍ୟୟ କ୍ରିୟାକୁ ମୁଁ ଆଲୋଚନା କରିଛି, ତାକୁ ଟିକେ ଦେଖିଦବ। ତ ଯୋଉଠି ଆମର କଣ ଥିବ, ଓ ମାତ୍ର କିନ୍ତୁ ଏବଂ ଏଗୁଡାକ ସଂଯୋଜକ ଅବ୍ୟୟ ଥିବ, ତାକୁ ଯୌଗିକ ବାକ୍ୟରେ ସାଧାରଣତଃ ଥାଏ। ତ ଏଠି ଓ ଲାଗିଛି,
ତ ମନୋଜ ଶ୍ରେଣୀରେ ବସିଲା ମାତ୍ର ପଢି ପାରିଲା ନାହିଁ। ଦିଟା ଦେଖ, ଏଠି ତିନିଟା ଅଛି, ଏଠି ଦିଟା ଅଛି। ତାପରେ ମା ଭଲ କରି ଶିଖାଇଲେ କିନ୍ତୁ ବବିତା ରୋଷେଇ କରିପାରିଲା ନାହିଁ। କିନ୍ତୁ ଶିକ୍ଷକ ଡାକିଲେ, ମାନସ ଏବଂ ସୁରେଶ ଗୀତ ଗାଇଲେ। ଏଗୁଡାକ ସବୁ ହଉଛି କଣ? ଯୌଗିକ ବାକ୍ୟ। ଯୋଗ କରାଯାଇଛି, ଦିଟା ଯୋଡା ଯାଇଛି। ୟା ସହିତ ଆ ସହିତ ୟାକୁ ଯୋଡା ହେଇକି ଓ ମଝିରେ ରହିଛି। ସେମିତି ଇଏ ଗୋଟେ ବାକ୍ୟ, ଇଏ ଗୋଟେ ବାକ୍ୟ, ତା ଥିରେ କଣ ହେଇଛି? ଯୋଡା ହେଇକିରି ମାତ୍ରଟି ଯୋଡା ହେଇଛି। ତ ଏମିତି ସବୁ ଯୋଡା ହେଇଛି, ତ ଯୌଗିକ ବାକ୍ୟ ବୋଲି ତାକୁ ଆମେ କହିବା। ତ ଜଟିଳ ବାକ୍ୟ କାହାକୁ କୁହାଯାଏ? ଦୁଇ ବା ତତୋଧିକ ପରସ୍ପର ସାପେକ୍ଷ ଖଣ୍ଡ ବାକ୍ୟର ସମନ୍ୱୟରେ ଜଟିଳ ବାକ୍ୟ ଗଠିତ ହୋଇଥାଏ। ଆମେ ଯଦି ସାଧାରଣତଃ ଆଉ ଗୋଟେ ସଂଜ୍ଞା ତମକୁ କହିବି, ପରସ୍ପର ନିର୍ଭରଶୀଳ ଦୁଇ ବା ତତୋଧିକ ଖଣ୍ଡ ବାକ୍ୟର ସମଷ୍ଟିରେ ଯେଉଁ ବାକ୍ୟ ଗଠନ କରାଯାଇଥାଏ ତାହାକୁ ଆମେ ଜଟିଳ ବାକ୍ୟ ବୋଲି କହିଥାଉ। ଜଟିଳ ବାକ୍ୟକୁ ସାଧାରଣତଃ ଆମେ ଚିହ୍ନିବା କିପରି? ଯେତେବେଳେ, ସେତେବେଳେ ନିର୍ଭର କରିବ, ଯେତେବେଳେ ସେତେବେଳେ, ତାପରେ କଣ ହେଲା? କେବେ। ଦେଖ, ଅଜା ଯେତେବେଳେ ଘରେ ପହଞ୍ଚିଲେ ସେତେବେଳେ ଘରେ ରତନ ନଥିଲା। ଯେତେବେଳେ ଏଇ ବାକ୍ୟଟିକୁ ମୁଁ କହୁଛି, ୟାକୁ ଅପେକ୍ଷା ରଖୁଛି। ତ ବାପା କେବେ ଆଶା କରିନଥିଲେ ଯେ ସନାତନ ଶ୍ରେଣୀରେ ପ୍ରଥମ ହେବ। ଦରକାର ସମୟରେ ଯେ ସାହାଯ୍ୟ କରେ ତାକୁ ଉପଯୁକ୍ତ ବନ୍ଧୁ କୁହାଯାଏ। କାଲିର କାମ ଯଦି ଆଜି କରୁଛ ତେବେ ଏ କାମ ଏବେ କର। ସେତେବେଳେ ରତନ ଘରେ ନଥିଲା, ଏଇଟା ହଉଛି ପ୍ରଧାନ ବାକ୍ୟ। ଅଜା ଯେତେବେଳେ ଘରେ ପହଞ୍ଚିଲେ ଅପ୍ରଧାନ ବାକ୍ୟ। ସନାତନ ଶ୍ରେଣୀରେ ପ୍ରଥମ ହେବ ପ୍ରଧାନ ବାକ୍ୟ। ବାକ୍ୟରେ କେବେ, ବାପା କେବେ ଆଶା କରିନଥିଲେ ଯେ ଅପ୍ରଧାନ ବାକ୍ୟ। ଏଗୁଡାକ ସବୁ ଲାଗିଛି। ନେକ୍ସଟ ଦେଖିବା ମିଶ୍ର ବାକ୍ୟ କଣ? ଯେଉଁ ବାକ୍ୟରେ ଯେକୌଣସି ପ୍ରକାର ବାକ୍ୟର ସମନ୍ୱିତ ରୂପକୁ ଆମେ ମିଶ୍ର ବାକ୍ୟ କହିବା, ଯୋଉଥିରେ ସରଳ, ଯୌଗିକ, ଜଟିଳ ଯେକୌଣସି ବାକ୍ୟ ଥିବ। ଯେମିତିକି ଲେଖା ହେଇଛି, ଗୀତ ବାଜା ନାଚ। ଗୀତ ବାଜା ଓ ନାଚ ଚାଲିବା ଯେଉଁ ଦର୍ଶକମାନେ ଦେଖିବାକୁ ଆସିଥିଲେ। ତ ଏଠି ଯୌଗିକ ବାକ୍ୟ ଅସମ୍ପୂର୍ଣ୍ଣ ବାକ୍ୟ। ଜେଜେ ସେମାନଙ୍କୁ ଉପଯୁକ୍ତ ଚୌକିରେ ବସାଇଲେ, ଏଠି ହଉଛି ସରଳ ବାକ୍ୟ ଲାଗିଛି। ସେମାନଙ୍କୁ ଯଥାଶକ୍ତି ଭୋଜନ ମଧ୍ୟ ପ୍ରଦାନ କଲେ, ସରଳ ବାକ୍ୟ ଲାଗିଛି। ତ ଯଦି ୟାକୁ ସବୁ ଯାକ ମିଶେଇକି, ଏଇ ତିନିଟାକୁ ଆମେ କଣ କରିବି? ତାକୁ ମିଶେଇକି ମିଶ୍ର ବାକ୍ୟ କରିବି। ଦେଖ, ଗୀତ ବାଜା ଓ ନାଚ ଚାଲିବା ସମୟରେ ଯେଉଁ ଦର୍ଶକମାନେ ଦେଖିବାକୁ ଆସିଲେ, ଜେଜେ ସେମାନଙ୍କୁ ଉପଯୁକ୍ତ ଚୌକିରେ ବସାଇଲେ ଓ ସେମାନଙ୍କୁ ଯଥାଶକ୍ତି ଭୋଜନ ଦେଲେ। ଗୋଟେ ସରଳ ବାକ୍ୟ ହେଲା। ଆଉ ଏଠି ଦେଖ ଯୌଗିକ ବାକ୍ୟ ଲାଗିଛି, ଓ ଲାଗିଛି। ବୁଝିପାରୁଛ? ତ ଏଇଗୁଡାକ ସବୁ ଆମର ମିଶ୍ର ବାକ୍ୟରେ ଯିବ। ତାପରେ ଆମର ଆସିଲା ବାକ୍ୟର ଭାବଗତ ରୂପ ବା ପ୍ରକାର୍ଯ୍ୟଗତ ରୂପକୁ ଆମେ ଆଲୋଚନା କରିବା। ପ୍ରଥମେ ଆମର ବିବୃତି ସୂଚକ ବାକ୍ୟ। ନିର୍ଦ୍ଦିଷ୍ଟ ବିଷୟକ ବିବୃତି ବା ବକ୍ତବ୍ୟକୁ ପ୍ରକାଶ କରୁଥିବା ବାକ୍ୟକୁ ଆମେ ବିବୃତି ସୂଚକ ବାକ୍ୟ ବୋଲି କହିବା। ବକ୍ତବ୍ୟକୁ ପ୍ରକାଶ କରୁଥିବ, ଏ ବର୍ଷ ପ୍ରବଳ ଶୀତ ହୋଇଛି। କବିମାନଙ୍କ ମଧ୍ୟରେ ଶାରଳା ଦାସ ଆଦି କବି ଭାବେ ଅଟନ୍ତି। ଏଠି ଶାରଳା ଦାସ, ଶୀତ, ଇଏ ଗୁଡିକ କଣ? ଗୋଟେ ଗୋଟେ ବିବୃତି ବା ଗୋଟେ ବକ୍ତବ୍ୟକୁ ସୂଚିତ କରୁଛି। ସେଥିପାଇଁ ଏଟା କଣ ହବ? ବିବୃତି ସୂଚକ ବାକ୍ୟ। ଅନୁରୋଧ, ଆଦେଶ, ଆଉ ଗୋଟେ ବି ଅଛି ଆଶିଷ, ଏଗୁଡାକ ସବୁ ହଉଛି ଗୋଟେ ଗୋଟେ ବାକ୍ୟ। ଅନୁରୋଧ ଓ ଆଦେଶ ଭାବ ପ୍ରକାଶ କରୁଥିବା ବାକ୍ୟକୁ ଆମେ ଅନୁରୋଧ ଆଦେଶ ସୂଚକ ବାକ୍ୟ ବୋଲି କହିବା। ଏଥିରେ ପିଲାମାନେ ଆମେ ଆଶିଷ ବି ରଖିପାରିବା। ଆଶିଷ। ତ ଏଠି ଲେଖା ହେଇଛି କଣ? ଆଜ୍ଞା ମତେ ଟିକିଏ ସାହାଯ୍ୟ କରନ୍ତୁ। ଇଏ ବାକ୍ୟଟି ହଉଛି ଅନୁରୋଧ। ଯଦି ଲେଖା ହବ ଘରଟିକୁ ସଫା କରିଦିଅ, ଆଦେଶ। ତାପରେ ଯଦି ଲେଖା ହବ ଭଗବାନ ତୁମର ମଙ୍ଗଳ କରନ୍ତୁ, ତୁମର ମଙ୍ଗଳ କରନ୍ତୁ, ଇଏ ହବ କଣ? ଆଶିଷ। ଏଇଟା ଟିକେ ମନେ ରଖିଥିବ, ତାକୁ ତମେ ଆଡ ଅନ କରିବ, ଆଶିଷ ବି ଲେଖିବ। ତ ଏଇଗୁଡାକ ସବୁ ହଉଛି କଣ? ଅନୁରୋଧ, ଆଦେଶ ଆଉ ଆଶିଷ ସୂଚକ ବାକ୍ୟ। ପ୍ରଶ୍ନ ସୂଚକ ବାକ୍ୟ, ପ୍ରଶ୍ନ ପଚରା ଯିବ। ପ୍ରଶ୍ନ ଥିଲେ ମାନେ ପ୍ରଶ୍ନ ସୂଚକ ଚିହ୍ନ ଥିବ,
କି, କଣ, କେବେ, କେତେବେଳେ, କିପରି, ଏଇଗୁଡ଼ିକ ଶବ୍ଦ ଗୁଡ଼ିକ ବ୍ୟବହାର କରାଯାଇଥିବ। ତ ତୁମେ କେବେ ଆସିଲ, ଆଜି କେତେ ତାରିଖ, ଗୁଡ଼ିକ ହଉଛି ସବୁ ପ୍ରଶ୍ନସୂଚକ। ପ୍ରଶ୍ନସୂଚକ ବାକ୍ୟ କୌଣସି ପ୍ରଶ୍ନର ସୂଚନା ପ୍ରଦାନ କରାଗଲେ ତାହାକୁ ଆମେ ପ୍ରଶ୍ନସୂଚକ ବାକ୍ୟ ବୋଲି କହିବା। ସେମିତି ବିସ୍ମୟ ସୂଚକ ବାକ୍ୟ, ବିସ୍ମୟ ବା ଆଶ୍ଚର୍ଯ୍ୟ ଭାବ ପ୍ରକାଶ କରୁଥିବା ବାକ୍ୟକୁ ଆମେ କଣ କହିଥାଉ ନା ବିସ୍ମୟ ସୂଚକ ବାକ୍ୟ। ବାପା କେତେ ଟଙ୍କା ଦେଲେ, ବିସ୍ମୟ ସୂଚକ ବାକ୍ୟଟିର ଚିହ୍ନ ହଉଛି ପିଲାମାନେ ଏମିତି। ସତରେ ତୁମେ ଆସିଛ, ବିସ୍ମୟବାଚକ ଚିହ୍ନ। ଏଠି ତମେ ଚିହ୍ନିବାକୁ ସରଳ ହେଇଯିବ, କାହିଁକିନା ବିସ୍ମୟ ସୂଚକ ଚିହ୍ନ ଲାଗିଲେ ତମେ ଜାଣିପାରିବ। ଯଦି ବାକ୍ୟରେ ପରିବର୍ତ୍ତନ କରୁଛ କୌଣସି ଗୋଟେ ଆଶ୍ଚର୍ଯ୍ୟ ଭାବ, ବାପା ଏତେ ଟଙ୍କା ଦେଲେ, ସତରେ ତମେ ଆସିଛ, ମଧୁ ସତରେ ଗୀତ ଗାଉଛି, ତ ଏଇଗୁଡାକ ସବୁ ହଉଛି କଣ ବିସ୍ମୟବାଚକ ଚିହ୍ନ ଲାଗିଥିବ। ନାସ୍ତି ସୂଚକ ଅବୟ, ନାସ୍ତି ସୂଚକ ବାକ୍ୟ, ନାସ୍ତି ବା ନାହିଁର ସୂଚନା ଯୋଉଠି ମିଳୁଥିବ ତାକୁ ଆମେ ନାସ୍ତି ସୂଚକ ବାକ୍ୟ କହିବା। ନା, ନାହିଁ, ରୀତା ଦ୍ୱାରା ଏ କାମ କେବେ ବି ହେବ ନାହିଁ, ତୁମର ନିୟମ ମୁଁ ପାଳି ପାରିବି ନାହିଁ, ଉଭୟ ବାକ୍ୟରେ ନାସ୍ତିର ସୂଚନା ମିଳୁଛି, ସେଥିପାଇଁ ଏଇଟା କଣ ହବ ନାସ୍ତି ସୂଚକ ବାକ୍ୟ ହେବ। ତାପରେ ଆମେ ଦେଖିବା ବାକ୍ୟର ରୂପାନ୍ତର। ଗୋଟିଏ ପ୍ରକାରର ବାକ୍ୟକୁ ଅର୍ଥ ପରିବର୍ତ୍ତନ ନ କରି ଅନ୍ୟ ପ୍ରକାରର ବାକ୍ୟରେ ପରିଣତ କରିବାକୁ ବାକ୍ୟର ରୂପାନ୍ତର ବୋଲି କହିବା। ତ ବାକ୍ୟର ରୂପାନ୍ତର ବୋଲି ତାକୁ ଆମେ କହିବା। ଯେମିତି ଲେଖା ହେଇଛି ହରି ଭଲ ନାଚିବାରୁ ସୁନାମ ଅର୍ଜନ କରିଛି, ଇଏ ଗୋଟେ ହଉଛି ସରଳ ବାକ୍ୟ। ଆକୁ ଯୌଗିକ ବାକ୍ୟରେ ରୂପାନ୍ତର କରିବା। ହରି ଭଲ ନାଚୁଛି ଓ ଏଥିପାଇଁ ସେ ସୁନାମ ଅର୍ଜନ କରୁଛି। ଜଟିଳରେ କଲେ ଯଦି ହରି ଭଲ ନାଚିବ ତେବେ ସେ ସୁନାମ ଅର୍ଜନ କରିବ। ପିଲାମାନେ ଯେତେବେଳେ ତମେ ବି ସରଳ ଯୌଗିକ ଜଟିଳର ଯେତେବେଳେ କ୍ୱେଶ୍ଚିନ୍ ଆନ୍ସର ଲଙ୍ଗ କ୍ୱେଶ୍ଚିନ୍ ଉପରେ ଯଦି ପରୀକ୍ଷାରେ ପଡିଲା କରିବ, ତମମାନେ କଣ କରିବ ନା ବାକ୍ୟର ରୂପାନ୍ତର ବି ତମେ ତମର ନୋଟରେ ଆଡ ଅନ୍ କରିଥିବ, ତାକୁ ତମେ ପରୀକ୍ଷାରେ ଲେଖିବ। ଆଉ ଗୋଟେ ଉଦାହରଣ ଦେଖିବା। ଝଡ଼ କମିଗଲା ଓ ପିଲାମାନେ ନିଜ ନିଜ ଘରକୁ ଫେରିଲେ। ଏଇଠି ଓ ଲାଗିଛି, ଓ ଲାଗିଲେ କଣ ହବ, ଓ ଲାଗିଲେ କଣ ହବ, ଓ ଲାଗିଲେ ଯୌଗିକ ବାକ୍ୟ ହବ। ତ ଝଡ଼ କମିବାରୁ ପିଲାମାନେ ନିଜ ନିଜ ଘରକୁ ଫେରିଲେ, ଏଇଟା ହଉଛି ସରଳ ବାକ୍ୟ। ଯେହେତୁ ଝଡ଼ କମିଗଲା ତେଣୁ ପିଲାମାନେ ନିଜ ଘରକୁ ଫେରିଲେ, ଯେହେତୁ, ତେଣୁ ଏସବୁ ଲାଗିଲେ ଜଟିଳ ବାକ୍ୟ ହୁଏ। ତାପରେ ନେକ୍ସଟ ଆଉ ଗୋଟେ ଉଦାହରଣ ଦବା। ଜେଜେ ଆସିବା ହେତୁ ଆମେ ସମସ୍ତେ ଖୁସି ହେବୁ, ସରଳ ବାକ୍ୟ। ଜେଜେ ଆସିବେ ଆମେ ସମସ୍ତେ ଖୁସି ହବୁ, ଯୌଗିକ ବାକ୍ୟ। ଯଦି ଜେଜେ ଆସିବେ ତେବେ ଆମେ ଖୁସି ହେବୁ, ଇଏ ହଉଛି ଜଟିଳ ବାକ୍ୟ। ଆକୁ ସବୁ ତମେ ପରୀକ୍ଷା ଲେଖିବ, 4-5ଟା ଖଣ୍ଡେ ଉଦାହରଣ ମାତ୍ର ରୂପାନ୍ତରର ଦବ। ଯେମିତିକି ଆମର ସରଳ ବାକ୍ୟ, ଯୌଗିକ ବାକ୍ୟ, ଜଟିଳ ବାକ୍ୟର ଉଦାହରଣ ଦବ। ତାପରେ ଭାବ ସୂଚକ ବାକ୍ୟର ବି ସେମିତି 1-2ଟା ଉଦାହରଣ ଦେଇଦେଲେ ବି ଚଳିବ। ବାକ୍ୟର ଅର୍ଥଗତ ରୂପାନ୍ତର, ସେମିତି ବିବୃତ୍ତି ସୂଚକ ବାକ୍ୟ। ତ ଉତ୍କଳମଣି ଗୋପବନ୍ଧୁ ଥିଲେ ଜଣେ ସଚ୍ଚା ଦେଶ ସେବକ, ଆକୁ ଆମେ କଣ କରିବା ରୂପାନ୍ତର କରିବା। ପ୍ରଥମେ ପ୍ରଶ୍ନ ସୂଚକରେ କରିବା, ଉତ୍କଳମଣି ଗୋପବନ୍ଧୁ ଭଳି ସଚ୍ଚା ଦେଶ ସେବକ ଆଉ ନାହାନ୍ତି। ତ ସେମିତି ନାସ୍ତି ସୂଚକରେ କରିବା, ଉତ୍କଳମଣି ଗୋପବନ୍ଧୁ ଭଳି ସଚ୍ଚା ଦେଶ ସେବକ ନାହାନ୍ତି, ନାସ୍ତି ସୂଚକରେ। ଉତ୍କଳମଣି ଗୋପବନ୍ଧୁ କି ସଚ୍ଚା ଦେଶ ସେବକ ସତେ, ବିସ୍ମୟ ସୂଚକ ବାକ୍ୟ। ସେଭଳି ପ୍ରଶ୍ନ ସୂଚକ ବାକ୍ୟ, ପ୍ରଶ୍ନ ସୂଚକକୁ ଆମେ ନାସ୍ତି ସୂଚକ କରିବା। ବିଜୁ ବାବୁକୁ ଓଡ଼ିଶାରେ କିଏ ନ ଜାଣେ, ଇଏ ଗୋଟେ ପ୍ରଶ୍ନ ସୂଚକ ବାକ୍ୟ। ତାକୁ ଆମେ ଯଦି ନାସ୍ତି ସୂଚକରେ କରିବା, ବିଜୁ ବାବୁ ଓଡ଼ିଶାରେ କାହାକୁ ଅଜଣା ନୁହନ୍ତି, ଇଏ ହବ କଣ ନାସ୍ତି ସୂଚକ ବାକ୍ୟ। ତ ଏଇଠି ଆମର କ୍ଲାସ ଶେଷ ହେଇଛି। ଆମେ ପୂର୍ବ ଭିଡିଓରେ ମୁଁ ଯୋଉ ସବୁ ବିଶେଷ୍ୟ ବିଶେଷଣ ସର୍ବନାମ ଅବୟ କ୍ରିୟା ଉପରେ ଭିଡିଓ ବନେଇଥିଲି ଆଉ MCQ ବି ଡିସ୍କସନ କରିଛି, ତାକୁ ଟିକେ ଟିକେ ଦେଖି ନେବ ଯୋଉମାନଙ୍କର OSTT ଏକ୍ଜାମ ପାଇଁ ପ୍ରିପାରେସନ୍ କରୁଛନ୍ତି। ଆଉ ଯୋଉମାନେ +3 ପାଇଁ ପ୍ରିପାରେସନ୍ କରୁଛନ୍ତି, ୟା ପରେ ତମେ ଲଙ୍ଗ କ୍ୱେଶ୍ଚିନ୍ ଗୁଡାକ ଲେଖିଦବ। ଆଉ ଯଦି ଏ ଭିଡିଓଟି ତମକୁ ଭଲ ଲାଗିଛି ତାହେଲେ ଲାଇକ୍, ସେୟାର, ସବସ୍କ୍ରାଇବ କରିବ। ଧନ୍ୟବାଦ।